गोटे किन्नर पाई भिडियोटी शेष पर्यंत देखिए मु कहबी से किन्नर जने किए और मते कौन पाई सहिथिले। କିଛି ଦିନ ତଳେ ମୁଁ ଗୋଟେ ଭିଡିଓ ବନେଇଥିଲି ଅନୁଭବ ମହାନ୍ତିଙ୍କର ଭିଡିଓ ଗୋଟେ ଭାଇରାଲ ହଉଥିଲା ଜୋର ସେ ଯେ କି ଜାଗୃତିଙ୍କୁ ଗାଳିଗୁଲାଜ କରୁଥିବା ଲୋକଙ୍କ ପାଇଁ ଭିଡିଓଟି ଡେଡିକେଟ କରିଥିଲେ ଅନୁଭବ ମହାନ୍ତି। ମୁଁ ସେଇ ଭିଡିଓଟା ଆକ୍ଚୁଆଲି ଥିଲା ଅନୁଭବ ମହାନ୍ତିଙ୍କ କର୍ମ ଫିଲ୍ମର ଯେ କି କର୍ମକୁ ନେଇ ମୁଭି ପାଇରେଟ୍ସ କରୁଥିଲେ ଲୋକମାନେ ସେଇ ଭିଡିଓକୁ ଅନୁଭବ ମହାନ୍ତି ପୋଷ୍ଟ କରିଥିଲେ ସେତେବେଳେ। ଆଜି ସେଇ ଭିଡିଓଟି ମାନେ ଭାଇରାଲ ଟ୍ରେଣ୍ଡରେ ଚାଲୁଛି। ତ ମୁଁ ସେଇ ଭିଡିଓଟାକୁ ନେଇକି ମୁଁ ମୋ ମନ୍ତବ୍ୟ ଦେଇଥିଲି ଯେ ଫ୍ରେଣ୍ଡସ୍ এই ভিডিওটি হচ্ছে অনুভব মহান্তিଙ୍କର এবেକାର ভিডিও ନୁହଁ, ସେ ହଉଛି ପୁରୁଣା ଭିଡିଓ ଯେତେବେଳେ ଅନୁଭବ ମହାନ୍ତିଙ୍କ କର୍ମ ଫିଲ୍ମ ବାହାରିଥିଲା ସେଇ ସମୟର ଭିଡିଓ ଏଇଟା। କାହିଁକିନା ଅନୁଭବ ମହାନ୍ତିଙ୍କର ବିଜନେସ୍ ଖରାପ ହଉଥିଲା, ଲୋକସାନ ହଉଥିଲା, ସେଥିପାଇଁ ଅନୁଭବ ମହାନ୍ତି ଏ ଭିଡିଓଟି ବାହାର କରି ସମସ୍ତଙ୍କୁ ୱାର୍ଣ୍ଣିଂ ଦେଇଥିଲେ। ଆଜ୍ଞା ମୁଁ ତ କହିନଥିଲି ଯେ ବର୍ଷାଙ୍କ ବିରୁଦ୍ଧରେ କିଛି, ତ ମତେ ଏମିତି ଖରାପ ଗାଳି କରିବା କଣ ଠିକ ଥିଲା? ସମସ୍ତେ ଖରାପ ଗାଳି ଦଉଛନ୍ତି ହେଲେ ଏମିତି ଗାଳି କେହି ଦେଇନାହାନ୍ତି। ମତେ ମତେ ଡାଇରେକ୍ଟଲି ଗାଳି କରୁଛନ୍ତି ସେ ମ୍ୟାଡମ ଜଣେ। ସେ ମ୍ୟାଡମ ଜଣେ କେହି ନୁହଁ, ଆମର ଏଇ ମ୍ୟାଡମ, ଆପଣ ମାନେ ଫୋଟୋ ଦେଖିପାରିବେ। ତ ସେଇ ମ୍ୟାଡମକୁ ମୁଁ ରିକ୍ୱେଷ୍ଟ କରୁଛି ମ୍ୟାଡମ ଏଇ ଗାଳି ଯୋଉ ଦଉଛ ନା କମେଣ୍ଟରେ ପ୍ଲିଜ ଯଦି ତମର ଦମ ଅଛି ତାହେଲେ ଭିଡିଓ ବନେଇକି ଗାଳି କରନ୍ତୁ, ଠିକ ଅଛି। ଆଉ ମୁଁ 2-3ଟା କଲ୍ କରିଥିଲି ଆପଣଙ୍କ ପାଖରେ, ଆପଣ କେହି କଲ୍କୁ ରିସିଭ୍ କରିନା, ଯାହାଫଳରେ କି ମୁଁ ଏଇ ଭିଡିଓ ବନେଇକି ଆପଣଙ୍କୁ କହିଦଉଛି ପ୍ଲିଜ ଗାଳି କରିବା ବନ୍ଦ କରନ୍ତୁ। ଆଉ କାହାକୁ ଗାଳି କରୁଛ ଠିକ ଅଛି, ମତେ କୋଉଠି ଦେଖିଛ କାହାକୁ କାହା ନାଁରେ କହିବା ପାଇଁ କହିଛି? ମତେ ଯୋଉଟା ଭଲ ଲାଗିଥିଲା ମୁଁ ସେଇଟା ମନ୍ତବ୍ୟ ରଖିଥିଲି ବାସ୍, ଆଉ କିଛି ନୁହଁ। ମୁଁ ବି ସାଧାରଣ ଲୋକ, ମତେ ଯାହାକୁ ଯୋଉଟା ଭଲ ଲାଗିବ ମୁଁ ସେଇଟା କହିବି। ସମସ୍ତଙ୍କର ମନ୍ତବ୍ୟ ସୋସିଆଲ ମିଡିଆରେ ସେ ରଖୁଛନ୍ତି, ମୁଁ ବି ରଖିଥିଲି। ଅନୁଭବ ମହାନ୍ତିଙ୍କ ବିଷୟରେ, ଜାଗୃତିଙ୍କ ବିଷୟରେ, ବର୍ଷାଙ୍କ ବିଷୟରେ, ସମସ୍ତଙ୍କ ବିଷୟରେ ହିଁ ମୁଁ କହିଥିଲି। ମତେ ଯୋଉଟା ଠିକ ଲାଗିଲା ମୋ ମନ୍ତବ୍ୟ ମୁଁ ରଖୁଥିଲି। ଯାହାକି ମୁଁ ଜଣେ ସାଧାରଣ ଲୋକଙ୍କର ହକ୍ ଅଛି ଯେ କି ତାଙ୍କର ଚାହିଦା ଲୋକ ଅନୁଭବ ମହାନ୍ତି ହଉ କି ବର୍ଷା, ଜାଗୃତି, ସେମାନେ ଯାହା ବି କରନ୍ତୁ ନା କାହିଁକି ସେମାନଙ୍କର ଗୋଟେ ମତ ଅଛି, ମୁଁ ସେ ମତ ଦେଇଥିଲି ନା କି ମୁଁ କାହାକୁ ନେଇକି ଟାର୍ଗେଟ କରି ଗାଳି କରାଯାଇଥିଲା। ତମେ କଣ କଲ ନା ସେଠିକି ଆସି ଏତେ ବାଜେ କମେଣ୍ଟ କଲ, ଇଆଡେ କଣ ନା ତମେ ରାମ ମନ୍ଦିର ଖୋଲୁଛ। ଠିକ ଅଛି ତମେ ଅନାଥ ଆଶ୍ରମ ଖୋଲ କି ରାମ ମନ୍ଦିର ଖୋଲ, ଆମର କିଛି ସେଥିରେ ଲେନ ଦେନ ନାହିଁ। ମୁଁ ତମର ଗୋଟେ ଭ୍ୟୁଅର ଥିଲି, ଆଜିଠୁ ମୁଁ ତମ ଭିଡିଓ ଦେଖିବା ବନ୍ଦ କରିଦେବି। କାହିଁକି ନା ତମେ ବୁଝିପାରୁନ ନା, ଜାଣିପାରୁନ ଯେ ତମକୁ କିଏ କେତେ ଲୋକ ଦେଖୁଛନ୍ତି କଣ ନାହିଁ। ତମ ଭିଡିଓରେ ବି ବହୁତ ଭ୍ୟୁଜ ଅଛି, ଆମେ ଦେଖିଛୁ। ସବସ୍କ୍ରାଇବର ଆଜି କମ ଥିଲେ ବି ତମ ଭିଡିଓକୁ ସମସ୍ତଙ୍କୁ ଭଲ ଲାଗେ, ଯାହା ଫଳରେ ତମ ଭିଡିଓରେ ଭ୍ୟୁଜ ବହୁତ ଆସେ। ଆଜି ତମ ଭିଡିଓ ଦେଖିବା ବନ୍ଦ। ଆଉ ମୋର କଲ୍ ଯାଇଛି, ସେ କଲ୍ କୁ ବ୍ୟାକ୍ କରିବେ କି ଭଲ ଲୋକ ଯଦି ହେଇଥିବେ ତାହେଲେ ମୋ ପାଖରେ କଲ୍ କରିବେ। ମୁଁ ତମକୁ କଲ୍ କରିଥିଲି 2 ଥର ହେଲେ କଲ୍ ରିସିଭ୍ କଲନି, ଯାହାଫଳରେ ମତେ ଏଇ ଭିଡିଓଟି ବନେଇବାକୁ ପଡିଲା। ମୁଁ ବେଶୀ କିଛି କହିବିନି ଦିଦି, ତମେ ଗାଳି କରନ୍ତୁନି। ମୁଁ ଯଦି କାହା ବିରୁଦ୍ଧରେ କହିଥାନ୍ତି, କାହାକୁ ନେଇ କହିଥାନ୍ତି ମତେ ଗାଳି କରିଥାନ୍ତ, ଠିକ ଅଛି। ଜୟ ଜଗନ୍ନାଥ।